ମାଛରେ ବିହନ ଆମେ ସବୁ ମାଛରେ ବିହନ ହେଇଛି ତ କାଟି ରଖିଦେଲୁ ଗୋଟେ ବାହାରି ନଥାନ୍ତା। ମାଛ ବି ପଡ଼ିଗଲା ଭଜା ହେଲେ ଫିଟି ବେସନ ବାହାରିଯିବନି ତ। ସାଙ୍ଗମାନେ ଖାଲି ଦେଖନ୍ତୁ ଇଏ ହେଉଛି ମାଛ ତରକାରୀ ଯେଉଁଟାକି ପୁରା ଦେଖାହେଉଛି ପୁରା ଡେଲିସିୟସ୍। ଫଟୋ ଗୋଟେ ନେଇଯିବା ଥମ୍ବନେଲ୍ ପାଇଁ। ତ ସାଙ୍ଗମାନେ ଯେମିତି ସୁନ୍ଦର ଦେଖାହେଉଛି ତରକାରୀଟା ବି ସେମିତି ହେଇଛି ଟେଷ୍ଟି। ଏଇଟା ହେଉଛି ମାଛ ଦେଲୁଣୁ ପିଙ୍କି ବଢ଼ିଆ ସୁନ୍ଦର କେମିତି ହେଇଯିବ ବଢ଼ିଆ। ସାଙ୍ଗମାନେ ଯେମିତି ସୁନ୍ଦର ଦେଖାହେଉଛି ତରକାରୀଟା ବି ସେମିତି ହେଇଛି ଟେଷ୍ଟି। ଏଇଟା ହେଉଛି ମାଛ ଦେଲୁଣୁ ପିଙ୍କି ଦେଲୁ ତ ଆଉ ଛାଡ଼ିଗଲା ଖଣ୍ଡେ। ଆମେ ନେବା ଆଳୁ ଟିକେ ଆଳୁ ଖଣ୍ଡେ ଏଇ ଯେଉଁ ଗ୍ରେଭି ନେଇ ଭାତରେ ପକାଇବା ଗୋଳେଇକି ଖାଇବା। ଜୟ ଜଗନ୍ନାଥ ମୋ ପ୍ରିୟର ଓଡ଼ିଆ ଭାଇ ଓ ଭଉଣୀମାନେ, ମୁଁ ଓଡ଼ିଆକୁ ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂଆ ଦିନକୁ ଏବଂ ଛୋଟ ମୋର ଗାଁଟି କାଦୁଆର ଆଉ ଏକ ନୂଆ ଫ୍ରେଶ୍ ବ୍ଲଗ୍କୁ। ସାଙ୍ଗମାନେ ଯେପରି ଗଛରେ ପତ୍ର ନ ଝଡ଼ିଲେ ନୂଆ ପତ୍ର ଆସେ ନାହିଁ, ସେହିପରି ଜୀବନରେ କଠିନତା ଆଉ ସଂଘର୍ଷ ନ ସହିଲେ କେବେ ଜୀବନରେ ଉପରକୁ ଉଠିବେ ନାହିଁ କି ଭଲ ଦିନ ଆମର ଆସେ ନାହିଁ। ତ ଆଜି ଆଉ ଗୋଟେ ସୁନ୍ଦର ବ୍ଲଗ୍କୁ ଯିବା ଆଉ ଆପଣମାନଙ୍କୁ ମୋ ପରିବାରକୁ ମାନେ ଆପଣମାନଙ୍କୁ ଦେଖାଇବା ପାଇଁକି ଆଉ ଗୋଟେ ନୂଆ ବ୍ଲଗ୍ଟେ ମୁଁ ନେଇକି ଆସିଛି। ଆଉ ଆଜିର ବ୍ଲଗ୍ରେ ଦେଖିବା, ମୁଁ ତ ଘରେ ଅଛି ଜାଣିଥିବେ, ଏବେ ଛୁଟି ଚାଲିଛି ତ ଆମର ଆଜି ପାଣିଆଖିଆ ମାଛ ଟିକେ ଆସିଛି, ଯେଉଁଟାକି ପାରାଦୀପ ମାଛ ବି କେହି କେହି ତାକୁ କୁହନ୍ତି। ତ ସେଇ ମାଛ ତରକାରୀ ହେଇଛି, ମୋ ବୋଉ ତାକୁ ଭଲସେ ଭାଜି କାଟି କୁଟି ତରକାରୀଟେ ବନେଇଛି। ସେଇ ଦେଖିବା ଗୋଟେ ମା ହାତ ରନ୍ଧା ପାଣିଆଖିଆ ମାନେ ଯେଉଁ ମାଛ ଝୋଳଟା କେମିତି ଲାଗୁଛି ଆପଣମାନେ ବି ଦେଖିବେ, ମୁଁ ବି ଆପଣଙ୍କୁ ଦେଖେଇବି। ତ ଚାଲନ୍ତୁ ଆଉ ଡେରି ନକରି ଭିଡ଼ିଓଟି କଣ୍ଟିନ୍ୟୁ କରିବା। ଆଉ ମୋର ଯେଉଁ ଫଲୋଅର୍ସ ଭିଉଅର୍ସ ଭାଇ ଭଉଣୀମାନେ ଅଛନ୍ତି ତାଙ୍କୁ ଅଶେଷ ଧନ୍ୟବାଦ ହୃଦୟରୁ। ଚାଲନ୍ତୁ। ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ତ ଶୀତ ଦିନେ ସକାଳୁ ଏ ଯେଉଁ ମାନେ ବାରଣ୍ଡାରେ ବସି ପଖାଳ ଖାଇବାର ମଜାଟା ଅଲଗା। ତ ଶୀତ ଦେଖନ୍ତୁ ହାଲକା ଟିକେ ଖରା ପଡ଼ିଛି, ମୁଁ ଦେଖେଇ ଦେଉଛି ହାଲକା ଟିକେ ଖରା ପଡ଼ିଛି। ଆଉ ସେଇ ଏବେ ପଖାଳ ଖିଆ ହେବ, ବହୁତ ତାର ପଖାଳ ବସିଗଲାଣି। ପଖାଳ ଭାତ ଆଉ ଆଳୁ ଭର୍ତ୍ତା, ମିକ୍ସଚର ଆଳୁ ଭର୍ତ୍ତା ଆଉ ଆସିଯିବ କ'ଣ ଶୁଖୁଆ ନା କ'ଣ ହେଇଥାନ୍ତା, ଲୁଣି ମଲା ମାଛ ରାଇ ବି ହେଇଛି। ଅଲଡ଼ା ପକା ଲୁଣ ଆଉ ଟିକେ ପକା। ଇଏ ହେଉଛି ଲୁଣି ଶୁଖୁଆ ରାଇ, ତାଙ୍କର ଗରମ ଭାତକୁ ଲୁଣି ଶୁଖୁଆ ରାଇ, ଆମର ପଖାଳ ଭାତକୁ କ'ଣ ଆଳୁ ଭର୍ତ୍ତା। ଆଉ ଏବେ ଖାଇବାଟା ସକାଳୁ ଜମିଲାଣି। ତ ସକାଳୁ ସକାଳୁ ଆସିଯାଇଛି ଆମର ପାଣିଆଖିଆ ମାଛ, ବାପା ପାରାଦୀପରୁ ନେଇ ଆସିଛନ୍ତି। ବରି ଆଣିଥାନ୍ତେ କତଟା ତ ଦେଖନ୍ତୁ ସାଙ୍ଗମାନେ, ଏ ହେଉଛି ପାଣିଆଖିଆ ମାଛ। ତ ଇଏ ଇଲିଶି ଭଳିଆ ଦେଖାଯାଏ ନା, ଭଲ ଲାଗିଛି ପାଣିଆଖିଆ ମାଛ ଝୋଳଟା। ବଛା ହେଉଛି, ତରକାରୀ ହେବ, କେମିତି ପୁରା ହେବ ପ୍ରୋସେସଟା ମୁଁ ପୁରା ଦେଖେଇବି। ବିହନ ଅଛି, ବିହନ ବି ଅଛି। ଶୀତ ଦିନେ ନା କ'ଣ ବା ଇଲିଶି ମରେ, ବର୍ଷା ଦିନେ ନା ବର୍ଷା ଦିନରେ। ପାଣିଆଖିଆ କାତି ଅଧିକା ନାଇଁ। ये जो पानिया माछर आलू झोलटा पूरा भल लगे, कंटा माछ किंतु टेस्ट भल। सब माछ विहन अच्छी
ବିହନ ଥିଲେ ଟିକେ ଭଲ ଲାଗେ ନାଇଁ? ଧୋଇଲେ ଭାଜ ତ ବାହାର ରଖିଦେଲୁନି। ଏ ମାଛରେ ବିହନ ସବୁ ମାଛରେ ବିହନ ହେଇଛି ତ କାଟିକି ରଖିଦେଲୁନି ଗୋଟେ ବାହାର ନଥାନ୍ତା। ମୁଁ ଗୋଟା ଗୋଟା ତାକୁ ଧୋଇବି ଆଉ କ'ଣ କରିବି, ଖଣ୍ଡେ ଖଣ୍ଡେ। ତ ସାଙ୍ଗମାନେ ଯେହେତୁ ଏବେ ଏ ଯେଉଁ ମାଛ ସବୁରେ ବିହନ ଅଛି ସେଥିଲାଗି ଧୋଇବାକୁ ଟିକେ କଷ୍ଟ, କାହିଁକିନା ଗୋଟି ଗୋଟେ ପିସ୍ ଧୋଇବାକୁ ପଡ଼ିବ ନାହିଁ, ନହେଲେ ବିହନ ସବୁ ଯାକ ପଳେଇବ ବାହାରିକି। ଦେଖନ୍ତୁ ପୁରା ଫ୍ରେଶ୍ ଦେଖାଯାଉଛି ଧୋଇ ସାରିଲା ପରେ। ଆଉ ପାଣି ଆଖିଆ ମାଛ ଯେଉଁ ପାରାଦ୍ୱୀପ ମାଛ ସବୁ ପାଣି ଆଖିଆ ବୋଲେଇ ତାର ଆଳୁ ଝୋଳ ଖାଇବାଟା ପୁରା ମସ୍ତ ଲାଗେ। ଆଉ ଏଇଟା ବେସର ଦିଆ ହେଇକି ହେବ। ତ ସାଙ୍ଗମାନେ ସବୁ ପ୍ରକାର ମାଛ ଖାଇବା କଥା, ଦେଶୀ ବିଦେଶୀ ପାରାଦ୍ୱୀପ ସବୁ ମାଛ ଖାଇବା କଥା। ଲୁଣି ମାଛ ବେଳେବେଳେ ଖାଇଲେ ଭଲ। ତ ସାଙ୍ଗମାନେ ଚୁଲିରେ ଭାତ ବସିଯାଇଛି। ଏଇଟା ତ ଆମର ପ୍ରତି ଓଡ଼ିଆ ଘରେ ଯେମିତି ମାନେ ରାତି ପାହିଲେ ମାନେ ଖାଇବା ପିଇବା କଥା ଚିନ୍ତା, ସେମିତି ସକାଳ ହେଇଗଲା ମାନେ କ'ଣ ଖରାବେଳେ ରୋଷେଇ ହେବ ସେସବୁ ଚିନ୍ତା ହୋଇଥାଏ। ଆଉ ଏଇ ଭାତ ଏଇଠି ଆମର ବସିଯାଇଛି। ଆମର ତ ଅଳ୍ପ ଲୋକ, ସେଥିପାଇଁ ଛୋଟିଆ ହାଣ୍ଡି। ଆଉ ବହୁତ ଥର ଭାତ ସେଇ ଚୁଲିରେ ବସାଇ ଦେଇଛି। ଆଉ ମାଛ ସେଥିରେ କଟା ହେଇଗଲା। ଆଉ କେମିତି କ'ଣ ଆଜି ତରକାରୀଟା ହେଉଛି, ଯେଉଁ ପାରାଦ୍ୱୀପ ମାଛ ବା ଲୁଣି ମାଛ କୁହନ୍ତୁ, ସେଇ ପାରାଦ୍ୱୀପ ମାଛର ଯେଉଁ ପାଣି ଆଖି ମାଛର ଝୋଳଟା କେମିତି କ'ଣ ଆଜି ବନା ହେଉଛି, ତ ଦେଖିବା ଆଜି ପୁରା ପ୍ରୋସେସ୍ଟା। ଆଉ ଯେହେତୁ ଘରେ ଅଛି ତ କିଛି ଘରର କିଛି କିଛି ଦୃଶ୍ୟ ଆପଣ ଦେଖାଇ ଦେଉଛି। ଆଉ ତ ସାଙ୍ଗମାନେ ଅଲରେଡ଼ି ଭାତ ଏବେ ହେଇଗଲା। ଆଉ ମୁଁ ବହୁତ ଥର କଢ଼େଇ ବସିଲାଣି, କାରଣ ମାଛ ତ ଭଜା ହେବ, କଞ୍ଚା ତ ରୋଷେଇ ହେଇପାରିବ ନା, ଭଜା ହେବ। ଦେଖିବା ହଳଦୀ ଲୁଣ ହରିଆ ଗୋଳେଇ ଦେଇଛୁ। ଶୀତ ଏବେ ପ୍ରବଳ ହେଉଛି, ମାନେ 11ଟା ବାଜିବ ତଥାପି ଶୀତ କମେନି। ହଳଦୀ ଲୁଣ ସବୁ ଗୋଳା ହେଇଯାଇଛି। ଆଉ ଆଳୁ ବି ସିଝା ହେଇଯାଇଛି, କାରଣ ଏଇ ଯେଉଁ ମାଛରେ ବୋରେଇ ମାଛ ହଉ ପାଣି ଆଖିଆ ମାଛ ହଉ ସିଝା ଆଳୁ ଟିକେ ପଡ଼ିଲେ ଭଲ ଲାଗେ। ଏଇ ଯେଉଁ ଜବର ଶୀତକୁ ଚୁଲି ପାଖରେ ଟିକେ ବସିଲେ ଭଲ ଲାଗୁଛି। ଯେହେତୁ ଏଇ ଛୁଟି ଅଛି ସ୍କୁଲ, ତ ଟିକେ ଭିଡ଼ିଓ ଟିକେ ବନେଇଦେବା ଆଉ ଆପଣମାନଙ୍କ ପାଇଁ। ଆଉ ତ ସାଙ୍ଗମାନେ ଯେତେ ଯେଉଁଠି ଖାଆନ୍ତୁ ନା କାହିଁକି, ଘର ରୋଷେଇ ଛାଡ଼ିବ। ଆଉ ଘର ରୋଷେଇ ଭଳିଆ ଟେଷ୍ଟ ଆଉ କେଉଁଠି ମିଳୁନି। ତ ଏଇ ଦେଖନ୍ତୁ ଏଇ ଚୁଲିରେ ମୁଁ ଥରେ ବନଉଛି। ଦେଖିବା ପ୍ରଥମେ ମାଛଟା ତ ଭଜା ହେବ, ତ ଦେଖିବା କେମିତି କ'ଣ ଟୋଟାଲି ପ୍ରିପାରେସନ୍ ଆଜି ହେଉଛି ଯେଉଁ ପାଣି ଆଖିଆ ମାଛର ବେସର। ମାଛ ବି ପଡ଼ିଗଲା, ଭଜା ହେଲେ ଫିଟି ବେସନ ବାହାରିଯିବନି ତ। ମାଛ ପୁରା ଭଜା ହେଇଯିବ, ମସଲା ରେଡ଼ି ହେଇଗଲା। ହଁ ଧନିଆ ପତ୍ର ଟିକେ ପୁରା ମସଲା ପଡ଼ିଗଲା। ଯେହେତୁ ସୋରିଷ ମସଲା ଅଧିକ ସମୟ କଷା ହେବନି। ସିଝା ଆଳୁ ବି ପଡ଼ିଗଲା। କାଟିଦେ ସାଙ୍ଗମାନେ ସୋରିଷ ମସଲା ଯେହେତୁ ବେଶୀ ସମୟ କଷା ହେବନି, ପିତା ଲାଗିବ ନାହିଁ କ'ଣ, ସେଥିପାଇଁ ପାଣି ଦିଆହେଇଗଲା। ମୁଁ କିନ୍ତୁ ଯାହା ମାଛ ତରକାରୀ ମୋ ବୋଉ କଲାବେଳେ ପୁରା ଲାଲ ଲାଲ ଦେଖାଯାଏ, ମୋତେ ସେଇଟା ଖୁସି ଲାଗେ। ସେ ମାଛ ହଉ ପଛେ ହଳଦିଆ ଦେଖାହେଲା ମାନେ ତରକାରୀ ଖାଇବା ଟେଷ୍ଟ ଲାଗିବନି, ନାଲି ଦେଖାଯିବା ଦରକାର। ମାଛଟା କ'ଣ ଫୁଟି ସାରିଲେ ପଡ଼ିବ ଆଉ ନାଇଁ, ତ ଏଇଟା କେତେ ସମୟ ଫୁଟିବ, ଫୁଟି ସାରିଲା ପରେ ମାଛ ପଡ଼ିବ। ଆଉ
ପୁରା ହେଇଯିବ। ମାଛ ଫୁଟୁଛି। ତ ସାଙ୍ଗମାନେ ଯେମିତି ଝୋଳ ଫୁଟି ଆସିଲା ତ ମାଛ ପଡ଼ିଗଲା। ସାଙ୍ଗମାନେ ଲିଟରାଲି ଦେଖନ୍ତୁ ତରକାରୀ କେତେ ପୁରା ଡେଲିସିୟସ୍ ଦେଖାଯାଉଛି। ପୁରା ଗର୍ଜିୟସ୍। ଆଉ ଭାଇ ଏତେ କମ୍ ମସଲା ପଡ଼ିବ। ପୁରା ମସ୍ତ। ଜବର ଟେଷ୍ଟ ହେଉଛି ଆଉ। ଫଟୋ ଉଠେଇବା ସେଠି ଓହ୍ଲେଇକି। ସାଙ୍ଗମାନେ ଖାଲି ଦେଖନ୍ତୁ ଇଏ ହେଉଛି ମାଛ ତରକାରୀ, ଯେଉଁଟାକି ପୁରା ଦେଖାହେଉଛି ପୁରା ଡେଲିସିୟସ୍। ଫଟୋ ଗୋଟେ ନେଇଯିବା ଥମ୍ବନେଲ୍ ପାଇଁ ସାଙ୍ଗମାନେ। ଆଉ ଏଇ ଖରାରେ ମୁଁ ତାର ବସିଗଲାଣି, ଖରାରେ ବସି ଟିକେ ଖାଇବା, କାରଣ ଶୀତ ଦିନେ ଖରାରେ ବସିଲେ ଟିକେ ଭଲ ଲାଗିବ। ଏଇ ଦେଖନ୍ତୁ ଆକ୍ଚୁଆଲି ମାଛ ତରକାରୀ କଲର୍ଟା ପୁରା କୋଉଳିଆ ହେଇଛି। ଭାତ ଅଛି ଆଉ ମାଛ ତରକାରୀ ଅଛି, ପାଣି ଆଖିଆ ମାଛ। ଇଏ କ'ଣ ହବ? ଆଉ ଡଙ୍କା ସାରୁ ଆଳୁ ବାଇଗଣ ବଢି, ଆଉ କ'ଣ କଖାରୁ ଆଳୁ ବାଇଗଣ ସିମ ଭଜା, ଇଏ ମୂଳା ଭଜା। ମୂଳା ସିମ ଇଏ କାଠ ବଡ଼ ଘର ନା କ'ଣ? ତ ପୁରା ଏଇ ମାଛ, ଏଇଟା ହେଉଛି ମାଛ ପିସ୍, ଏ ମାଛ ଝୋଳ। ଆଉ ଗୋଟେ ପିସ୍ ସେଠି। ପାଣି ଆଖିଆ ମାଛ ଖାଇବାକୁ ବହୁତ ଟେଷ୍ଟ ଲାଗେ। ଦେଖନ୍ତୁ ଆଉ ସବୁ ଗାଁଉଲି ଜିନିଷ ଆଉ, ଏମିତି ଯେମିତି ଭଜା ହେଲା, ମୂଳା ଭଜା ହେଲା, ଲାଉ ଡଙ୍କ ତରକାରୀ ହେଲା, ଏଇସବୁ ଜିନିଷ ଖିଆ ହେଉଛି। ଖାଇବୁ ଆମେ ଏବେ ଆଉ। ହଉ ମାଛଟି ଖାଇ ଟେଷ୍ଟ କଲେ ଦେଖିବା କେମିତି ଲାଗୁଛି। ବଢ଼ିଆ ସୁନ୍ଦର। କେମିତି ହେଇଯିବ ବଢ଼ିଆ। ସାଙ୍ଗମାନେ ଯେମିତି ସୁନ୍ଦର ଦେଖାଯାଉଛି, ତରକାରୀଟା ବି ସେମିତି ହେଇଛି ଟେଷ୍ଟି। ଏଇଟା ହେଉଛି ମାଛ। ଦେଲୁନି ପିଙ୍କି? ଦେଲୁ ତ ଆଉ ମୁଣ୍ଡ ଗୋଟାଇ ଦେଲି ଛାଡ଼ିଗଲା ଖଣ୍ଡେ। ଆମେ ନେବା ଆଳୁ ଟିକେ, ଆଳୁ ଖଣ୍ଡେ, ଆଉ ଏଇ ଯେଉଁ ଗ୍ରେଭି ନେଇକି ଭାତରେ ପକାଇବା, ଗୋଳେଇକି ଖାଇବା ଆଉ। ତ ସାଙ୍ଗମାନେ ଖିଆ ପିଆ ସରିଗଲା। ଆଉ ମାଛ ଝୋଳଟା ବି ଆଜି ବଢ଼ିଆ ହେଇଥିଲା, ଭଲସେ ପୁରା ଖିଆ ହେଇଗଲା। ଆଉ ପ୍ରକୃତିର କିଛି ମନଲୋଭା ଦୃଶ୍ୟ ତଥା ଗାଁର କିଛି ସୁନ୍ଦର ଝଲକ ଆପଣମାନଙ୍କୁ ମୁଁ ଦେଖିବାକୁ ଚାହୁଁଛି। ଚାଲନ୍ତୁ ଦେଖିବା ଆମ ଗାଁରେ ଯେ ସୋରିଷ କିଆରି ସବୁ ଲଗାହେଇଛି, ସୋରିଷ ଲଗାହେଇଛି, କେତେ ସୁନ୍ଦର ଦେଖାଯାଉଛି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ଚାଲନ୍ତୁ ମୁଁ ଦେଖେଇବି କେତେ ସାରା ଗଛ ଲଗାହେଇଛି ସୋରିଷ, ଆଉ କେଡ଼େ କେଡ଼େ ସବୁ ହେଲାଣି ଦେଖିବା। ଦେଖନ୍ତୁ ସାଙ୍ଗମାନେ ମୁଁ ଏଇ କରିଦେଉଛି ୱାଇଡ଼ ଆଙ୍ଗେଲ୍ ପୁରା, ମାନେ ଏଇ ଯେଉଁ ଫଟୋ ଉଠାଇବାକୁ ହଉ, ଭିଡ଼ିଓ ବନେଇବାକୁ ହଉ, ଅବା କିଛି ସମୟ ବସିଯିବାକୁ ହଉ, ବହୁତ ସୁନ୍ଦର ଜାଗାଟି ହେଇଛି। ସବୁ ବିଲ ଏଠି ସୋରିଷ ଲାଗିଛି। ଦେଖନ୍ତୁ ଇଏ ଗୋଟେ ଲାଗିଛି, ସେକଡ଼େ ବି ଲାଗିଛି, ସେଥିଲାଗି ବଢ଼ିଆ ଲାଗେ। ଠିକ୍ ଏଇ ଟାଇମ୍ରେ, ଶୀତଦିନ ଏଇ ଟାଇମ୍ରେ ଏ ଗାଁର ଦୃଶ୍ୟଟି ବହୁତ ସୁନ୍ଦର ଲାଗେ। ଆଉ ଏ ସୋରିଷ କିଆ ସାର ଏଇ ଦେଖନ୍ତୁ କଙ୍କି, ମହୁମାଛି ସବୁବେଳେ ଏମିତି ଖାଲି ଭଣ ଭଣ ହେଉଛି ଏଠି ଏ ସୋରିଷ କିଆରେ। ବଢ଼ିଆ ବାସ୍ନା ବି ହେଉଛି। ସୋରିଷ ଫୁଲର ଦିଆ କ୍ଷେତ, ଗୀତଟା ବଢ଼ିଆ ଲାଗେ ନା ସାଙ୍ଗମାନେ? ଯାହା ହଉ ସାଙ୍ଗମାନେ, ପ୍ରତି ଫୁଲରେ ମହୁମାଛି ବସିଛନ୍ତି। ଦେଖନ୍ତୁ ପ୍ରତି ଫୁଲରେ ଉଡ଼ୁଛନ୍ତି। ଏଇ ଗୁଣୁଗୁଣୁ ସାଉଣ୍ଡ ବି ହେଉଛି। ବହୁତ ସୁନ୍ଦର ମୋ ଗାଁ, ସତରେ ବାସ୍ତବରେ। ତ କିଛି ଫଟୋ ବି ଉତ୍ତୋଳନ କରିଦେବା। ତ ସାଙ୍ଗମାନେ ଗାଁରେ ସବୁ ମେସିନ୍ ପଶିକି ଧାନ କାଟିଲାଣି। ଦେଖିବା କେମିତି କ'ଣ ମେସିନ୍ରେ ଧାନ କଟା ହେଉଛି, ଦେଖିବା। ମେସିନ୍ରେ ଧାନ କଟା ହେଉଛି ଦୃଶ୍ୟ।
ଗୋଳେଇ କରିଦେଉଛି। ସାଙ୍ଗମାନେ ଏଇ ଯେଉଁ ଧାନ ଯେଉଁ କଟା ହେଉଛି ଏଇ ବଗମାନେ ସବୁ କେମିତି ଉଡ଼ୁଛନ୍ତି ତା ପଛରେ। ହାତରେ ମେସିନ୍ ଆସିବା ଦିନରୁ ବିଲରେ ସବୁ ଜଲ୍ଦି ଜଲ୍ଦି ସରିଯାଉଛି। ମେସିନ୍ କାଟିଲେ ଧାନ ବି ନଷ୍ଟ ହୁଏ ବୋଲି ମୁଁ ଶୁଣିଛି। ନାଇଁ ଏଇ ତଥାପି କେତେ ଧାନ ସବୁ ଏଇ ସବୁ ପଡ଼ୁଛି। ବଗ ପୁରା ଭର୍ତ୍ତି ହେଇଗଲାଣି। ସାଙ୍ଗମାନେ ଧାନ କଟା ସରିଲା, ଏବେ ଧାନ ପୋଚା ହେବ।